वीर वैष्णवଙ୍କ ଜୀବନଗାଥା ଷଷ୍ଠଦଶ ଅଧ୍ୟାୟ। ଭିନ୍ନ ଏକ ଯୁଦ୍ଧକ୍ଷେତ୍ର। ଓଡ଼ିଶା ବିଧାନସଭାକୁ 1951 ଶେଷ ଆଡ଼କୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା। ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ କଂଗ୍ରେସ ଦଳର ନିର୍ବାଚନ ପରିଚାଳନା କରୁଥିଲେ। ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ତାଙ୍କର ସୋସିଆଲିଷ୍ଟ କଂଗ୍ରେସର ସହଯୋଗୀମାନେ କଂଗ୍ରେସ ଦଳ ଛାଡ଼ି ବିରୋଧୀ ଶିବିରରେ ଯୋଗଦେଇ ନିର୍ବାଚନ ଲଢ଼ୁଥିଲେ। ସୋସିଆଲିଷ୍ଟ ସୁରେନ୍ଦ୍ରନାଥ ଦ୍ୱିବେଦୀ ସାଲେପୁର ନିର୍ବାଚନ ମଣ୍ଡଳୀରୁ, ସୋସିଆଲିଷ୍ଟ ପ୍ରସନ୍ନ କୁମାର ଦାସ ମୟୂରଭଞ୍ଜ ନିର୍ବାଚନ ମଣ୍ଡଳୀରୁ ଓ ସୋସିଆଲିଷ୍ଟ ସାରଙ୍ଗଧର ଦାସ ପାର୍ଲାମେଣ୍ଟ ପାଇଁ ଲଢ଼ୁଥିଲେ। ବୈଷ୍ଣବ ପଟ୍ଟନାୟକ ଏହି ନିର୍ବାଚନରେ ଜେଲରେ ଥାଇ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ କମ୍ୟୁନିଷ୍ଟ ପାର୍ଟି ତରଫରୁ ଲଢ଼ୁଥିଲେ। ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ କଂଗ୍ରେସ ଦଳରୁ ବ୍ରଜକିଶୋର ଧଳ। ଉଭୟେ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଣୀ ନେତା ଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ଦୁହେଁ ଭିନ୍ନ ଭିନ୍ନ ଶିବିରରୁ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ତା 1/1251 ରେଖରେ କମ୍ୟୁନିଷ୍ଟ ପାର୍ଟିର ସ୍ଥାନୀୟ ଶାଖା ତରଫରୁ ବୈଷ୍ଣବଙ୍କୁ ଜିତାଇବା ପାଇଁ ଯେଉଁ ପ୍ରଚାର ପତ୍ରଟି କଟକ ପ୍ରେସରୁ ଛପା ଯାଇଥିଲା, ସେଥିରେ ଲେଖାଥିଲା, ବୀର ବୈଷ୍ଣବ କି ଜୟ। ବୈଷ୍ଣବ ପଟ୍ଟନାୟକଙ୍କୁ ଯେଉଁ କଂଗ୍ରେସ ସରକାର 4 ବର୍ଷ ହେଲା ଜେଲରେ ରଖିଛି, ତାକୁ ଗାଦିରୁ ହଟାଅ। ଢେଙ୍କାନାଳର ଭାଇ ଭଉଣୀଙ୍କୁ କମ୍ୟୁନିଷ୍ଟ ପାର୍ଟିର ନିବେଦନ। ଭାଇ ଓ ଭଉଣୀମାନେ, ବୈଷ୍ଣବ ପଟ୍ଟନାୟକ ଆମ ସମସ୍ତଙ୍କର ଆପଣାର ଲୋକ, ଖୁବ୍ ଜଣାଶୁଣା। ତାଙ୍କୁ ନ ଜାଣନ୍ତି ଓ ତାଙ୍କୁ ଭଲ ନ ପାଆନ୍ତି ଏପରି ଲୋକ ଢେଙ୍କାନାଳରେ କେହି ନାହିଁ। ସେ କେବଳ ଢେଙ୍କାନାଳ ଲୋକଙ୍କର ବୀରପୁତ୍ର ନୁହନ୍ତି, ସାରା ଓଡ଼ିଶା ଦେଶରେ ତାଙ୍କ ଭଳି ବୀର, ତାଙ୍କ ପରି ସ୍ୱଦେଶପ୍ରେମୀ ବିରଳ। ଢେଙ୍କାନାଳ ଲୋକଙ୍କ ମଙ୍ଗଳ ପାଇଁ ରାଜାର ଅତ୍ୟାଚାରରୁ ଓ ବ୍ରିଟେନର ଦାସତ୍ୱରୁ ଢେଙ୍କାନାଳବାସୀଙ୍କୁ ମୁକ୍ତ କରିବା ପାଇଁ ନିଜ ଜୀବନକୁ ସେ ପାଣି ଛଡ଼େଇ ଦେଇଥିଲେ। ଢେଙ୍କାନାଳ ପ୍ରଜାଙ୍କର ଯେଉଁ ଚିର ଶତ୍ରୁର ଗୁଳିଚୋଟରେ ବାଜିରାଉତର ପ୍ରାଣ ଯାଇଥିଲା, 4 ବର୍ଷ ପରେ ସେହି ବନ୍ଧୁକ ଗୁଳି ବୈଷ୍ଣବ ପଟ୍ଟନାୟକଙ୍କ ପ୍ରାଣ ନେଉ ନେଉ ଘାଇଲା କରି ଅଟକିଗଲା। ଫାଶୀ ଖୁଣ୍ଟରୁ ମଧ୍ୟ ସେ ଅଳ୍ପକେ ରକ୍ଷା ପାଇଗଲେ। ବାଜି ଓ ବୈଷ୍ଣବଙ୍କ ପାଇଁ ଦୁନିଆ ଆଗରେ ଢେଙ୍କାନାଳ ମୁଣ୍ଡ ଟେକି ଠିଆ ହୋଇଛି। ଏ ଦୁଇ ପୁଅକୁ ପାଇ ଢେଙ୍କାନାଳ ଧନ୍ୟ ହୋଇଛି। ଢେଙ୍କାନାଳର ଯେଉଁ ଭାଇ ଭଉଣୀଙ୍କ ଦୁଃଖ ସହି ନ ପାରି 12 ବର୍ଷର ବାଜିରାଉତ ପ୍ରାଣବଳି ଦେଇଥିଲା, ତାଙ୍କରି ଦୁଃଖ ଦୂର କରିବା ଲାଗି ବୈଷ୍ଣବ ଗଲା 4 ବର୍ଷ ହେଲା ଜେଲରେ ସଢ଼ୁଛନ୍ତି। ଯେଉଁ ଅତ୍ୟାଚାର ବିରୋଧରେ ବାଜିରାଉତ ଲଢ଼ିଥିଲା, ସେ ଅତ୍ୟାଚାର ବିରୁଦ୍ଧରେ ବୀର ବୈଷ୍ଣବଙ୍କର ଅଭିଯାନ ଶେଷ ହୋଇନାହିଁ। ଯେତେଦିନ ପର୍ଯ୍ୟନ୍ତ ଢେଙ୍କାନାଳର ଲୋକେ ଖାଇବାକୁ ପାଉନଥିବେ, ପିନ୍ଧିବାକୁ ଲୁଗା ନଥିବ, ସେ ପର୍ଯ୍ୟନ୍ତ ବୈଷ୍ଣବଙ୍କର ବିଶ୍ରାମ ନାହିଁ। ବୈଷ୍ଣବ ଚାହାନ୍ତି ଢେଙ୍କାନାଳର ପ୍ରତି ଘରେ ହସ ଫୁଟିବ, ଚାଷୀ ଜମିର ମାଲିକ ହେବ, ମୂଲିଆ ତାର ଉଚିତ ମଜୁରୀ ପାଇବ। ଜଣେ ଲୋକ ଆଉ ଜଣେ ଲୋକକୁ ଶୋଷଣ କରିବାର, ଠକି ଖାଇବାର ବାଟ ସବୁଦିନ ପାଇଁ ବନ୍ଦ ହୋଇଯିବ। ପ୍ରତିଦିନ ଯେମିତି ନୂଆ ନୂଆ ଖଜଣା ଟିକସ ବସୁଛି, ଜିନିଷପତ୍ରର ଦରଦାମ ଯେମିତି ବଢ଼ୁଛି, କଳାପୋତିଆ ଯେଉଁ ଜୁଲମ କରୁଛନ୍ତି, ତାକୁ ବନ୍ଦ କରିବାକୁ ବୈଷ୍ଣବ ପଟ୍ଟନାୟକ ଶପଥ ନେଇଛନ୍ତି। ସେଥିପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି।
ବୈଷ୍ଣବ ଅଟକବନ୍ଦୀ କାହିଁକି? ଠିକ୍ ସେଇ କାରଣରୁ କଂଗ୍ରେସ ସରକାରର ବୈଷ୍ଣବ ପଟ୍ଟନାୟକଙ୍କୁ ସବୁଠୁ ବଳି ଡର। ଯେଉଁମାନେ ଜନସାଧାରଣଙ୍କର ବନ୍ଧୁ ତାଙ୍କୁ ଜନସାଧାରଣଙ୍କର ଶତ୍ରୁମାନେ ସଦାବେଳେ ଭୟ କରିଆସିଛନ୍ତି। କଂଗ୍ରେସ ଯେତେବେଳେ ଲୋକଙ୍କ ସେବା କରିଆସୁଥିଲା ସେତେବେଳେ ବ୍ରିଟିଶ ସରକାର କଂଗ୍ରେସ ନେତାମାନଙ୍କୁ ଜେଲରେ ରଖୁଥିଲା। ଏବେ ସେମିତି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଦେଶବାସୀଙ୍କୁ ସଂଗଠିତ କରୁଥିବା କମ୍ୟୁନିଷ୍ଟ ପାର୍ଟିର ବୈଷ୍ଣବ ପଟ୍ଟନାୟକଙ୍କ ଭଳି ଅସଂଖ୍ୟ ନେତାଙ୍କୁ କଂଗ୍ରେସ ସରକାର ବିନା ବିଚାରରେ ଅଟକବନ୍ଦୀ କରି ଜେଲରେ ରଖିଛି। ହଜାରରୁ ଅଧିକ କମ୍ୟୁନିଷ୍ଟଙ୍କୁ କଂଗ୍ରେସ ସରକାର ହତ୍ୟା କରିଛି। ଯେଉଁ 1942 ଆନ୍ଦୋଳନ ଯୋଗୁଁ ଭାରତ ସ୍ୱରାଜ୍ୟ ପାଇଛି ବୋଲି କଂଗ୍ରେସ ମିଛରେ ରଡ଼ି ଛାଡ଼ିଛି, ସେହି 1942 ଆନ୍ଦୋଳନର ବୈଷ୍ଣବ ପଟ୍ଟନାୟକଙ୍କ ଭଳି ନେତାଙ୍କୁ କଂଗ୍ରେସ ହାତକୁ ସରକାର ଯିବାର 4 ମାସ ପରଠାରୁ ଆଜି ଯାଏଁ ଜେଲରେ ରଖାଯାଇଛି। ମାସ କାଳ ଉପାସରେ ରଖାଯାଇଛି। ସେଇ ବୀର ବୈଷ୍ଣବ ପଟ୍ଟନାୟକ ଓଡ଼ିଶା ଆସେମ୍ବ୍ଲିକୁ ଢେଙ୍କାନାଳରୁ ପ୍ରାର୍ଥୀ ହୋଇଛନ୍ତି। ଢେଙ୍କାନାଳ ଲୋକଙ୍କ ଭୋଟ ପାଇଁ ସେ କଟକ ଜେଲରୁ ମେଘନାଦ ପାଚେରୀ ଭିତରୁ ଆପଣମାନଙ୍କୁ ନିବେଦନ କରିଛନ୍ତି। ବୈଷ୍ଣବ ବିରୋଧୀ ଚକ୍ରାନ୍ତକୁ ସାବଧାନ। ମାତ୍ର ତାଙ୍କୁ ଜେଲରେ ରଖି କଂଗ୍ରେସର ସନ୍ତୋଷ ନାହିଁ। ସେ ଯେପରି ଭୋଟରେ ଜିଣି ନ ପାରିବେ ସେଥିପାଇଁ ମଧ୍ୟ ନାନା ପ୍ରକାର ଷଡ଼ଯନ୍ତ୍ର ତାଙ୍କ ବିରୁଦ୍ଧରେ ଚାଲିଛି। ଥୋକେ ଲୋକ ବାହାରକୁ ବୈଷ୍ଣବଙ୍କ ବନ୍ଧୁ ସାଜି ବୈଷ୍ଣବଙ୍କ ବିରୁଦ୍ଧରେ ଭୋଟ ପାଇଁ ଠିଆ ହୋଇଛନ୍ତି। ସେମାନେ କହନ୍ତି ଯେ ବୈଷ୍ଣବ ତ ଜେଲରେ, ସେ ବାହାରେ ଥିଲେ ଆମେ କ'ଣ ପ୍ରାର୍ଥୀ ହୋଇଥାନ୍ତୁ? ଏଭଳି ଲୋକଙ୍କ କାର୍ଯ୍ୟଫଳରେ କଂଗ୍ରେସ ସରକାର ବୈଷ୍ଣବଙ୍କୁ ଜେଲରେ ବାନ୍ଧି ରଖିବାର ବାଟ ସଫା ହୋଇଯିବ। କଂଗ୍ରେସ ବୈଷ୍ଣବଙ୍କୁ ଜେଲରେ ରଖିଛି, ତେଣୁ ତାର ପ୍ରତିବାଦ ସ୍ୱରୂପ ସମସ୍ତେ ମିଶି ବୈଷ୍ଣବ ପଟ୍ଟନାୟକଙ୍କୁ ଭୋଟରେ ଜିଣାଇବା ଲାଗିପଡ଼ିବା ଦ୍ୱାରା କଂଗ୍ରେସ ସରକାରକୁ ଠିକଣା ଜବାବ ଦିଆଯାଆନ୍ତା। ତା ନ କଲେ କଂଗ୍ରେସର ହିଁ ସୁବିଧା ହେବ। ଆଉ କେତେକ ଏପରି କହୁଛନ୍ତି, ଆମ ବୈଷ୍ଣବ ତ ଜେଲରେ, ଆମକୁ ଏ ଭୋଟରୁ କ'ଣ ମିଳିବ? ମାତ୍ର ଏହା ଭୁଲ। ବୈଷ୍ଣବଙ୍କର ଅସଲ ସମର୍ଥକମାନେ ଯଦି ଭୋଟ ପ୍ରଚାରରେ ଲାଗି ନ ପଡ଼ନ୍ତି, ଭୋଟ ଦେବାକୁ ନ ଆସନ୍ତି, ତେବେ ବିରୋଧୀମାନେ ଅଳ୍ପ ସଂଖ୍ୟକ ଲୋକଙ୍କୁ ଟଙ୍କା ପଇସା ବା ମିଛ ସତରେ ହାତ କରି ତାଙ୍କ କାମ ହାସଲ କରିନେବେ। ଚାଷୀ ହୁଡ଼ିଲେ ବରଷେ, ଭୋଟ ହୁଡ଼ିଲେ 5 ବର୍ଷ। ଆଉ କେତେକଙ୍କ ମତ ଯେ ବୈଷ୍ଣବ ନିଶ୍ଚୟ ଜିଣିବେ, ତାଙ୍କୁ କେହି ହରେଇ ପାରିବେ ନାହିଁ। ତେଣୁ ଅଚିହ୍ନା ପ୍ରାର୍ଥୀଙ୍କ ପରି ଏତେ ଧାଁ ଧପଡ଼ କରି ଲାଭ କ'ଣ? ଏଭଳି ଆତ୍ମତୃପ୍ତି ବଡ଼ ଭୟାନକ। ଏହା ଫଳରେ ନିର୍ବାଚନର ଅସଲ ଉଦ୍ଦେଶ୍ୟ ବ୍ୟର୍ଥ ହେବ। ନିର୍ବାଚନ ଜନସାଧାରଣଙ୍କ ପାଇଁ ଏକ ଅପୂର୍ବ ସୁଯୋଗ। ଦେଶର ବିଭିନ୍ନ ସମସ୍ୟା ସମ୍ପର୍କରେ ଜାଣିବା, ସେସବୁ ଉପରେ ଆଲୋଚନା କରିବା ଦ୍ୱାରା ଦେଶବାସୀ ଦେଶ ଶାସନରେ ଭାଗ ନେଇପାରିବେ। କେଉଁ ଦଳ ତାଙ୍କର ଅସଲ ବନ୍ଧୁ, କିଏ ତାଙ୍କର ଅସଲ ଶତ୍ରୁ, ତାହା ବୁଝି ବିଚାରି ସେହି ଅନୁସାରେ କାମ କରିବେ। ଯେପରିକି ଭବିଷ୍ୟତରେ ଅନୁତାପ କରିବାକୁ ପଡ଼ିବ ନାହିଁ। ଧାନକେଣ୍ଡା ଚିହ୍ନିତ ବାକ୍ସରେ ଭୋଟ ଦେବାକୁ ଆପଣମାନଙ୍କୁ ନିବେଦନ। ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଢେଙ୍କାନାଳରେ ଏହି ନିର୍ବାଚନରେ
କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥାନ୍ତି। ସଭାରେ ତାଙ୍କୁ ଜଣେ ପ୍ରଶ୍ନ କଲେ, ଆପଣ କାହିଁକି ବୈଷ୍ଣବ ପଟ୍ଟନାୟକଙ୍କୁ ବନ୍ଦୀ କରି ରଖିଛନ୍ତି? ମୁଖ୍ୟମନ୍ତ୍ରୀ ଉତ୍ତରରେ କହିଥିଲେ, ବୈଷ୍ଣବ ପଟ୍ଟନାୟକ କ'ଣ ମୋଠାରୁ ତୁମର ବେଶୀ ଆପଣାର? ବୈଷ୍ଣବଙ୍କୁ ମୁଁ ବନ୍ଦୀ କରିନାହିଁ, କଂଗ୍ରେସ ସରକାର ତାଙ୍କୁ ବନ୍ଦୀ କରିଛି। କଂଗ୍ରେସ ଚାହେଁ ଦେଶରେ ଶୃଙ୍ଖଳା ରହୁ, କିନ୍ତୁ ଏହି କମ୍ୟୁନିଷ୍ଟମାନେ ସଶସ୍ତ୍ର ବିପ୍ଳବ କରି କ୍ଷମତା ଦଖଲ କରିବାକୁ ଚାହାନ୍ତି। ଆଇନ ଭାଙ୍ଗିଲେ ଯାହା ହେବାର କଥା ସେଇଆ ହୋଇଛି। ଆପଣମାନେ ଭୋଟରେ ଏହାର ବିଚାର କରନ୍ତୁ। ବୈଷ୍ଣବ ପଟ୍ଟନାୟକ ଜେଲରେ ଥାଇ ମଧ୍ୟ ନିର୍ବାଚନରେ ବିଜୟୀ ହେଲେ। 1952ରୁ 1957 ଯାଏଁ ପୁରା 5 ବର୍ଷ ଓଡ଼ିଶା ବିଧାନସଭାର କମ୍ୟୁନିଷ୍ଟ ଏମଏଲଏ ଭାବରେ ରହିଥିଲେ। ପୁନଶ୍ଚ 1962ରୁ 1967 ଯାଏଁ ସେ ପୁରା 5 ବର୍ଷ ଭାରତର ପାର୍ଲିଆମେଣ୍ଟରେ ନିର୍ବାଚିତ ସଦସ୍ୟ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଭାବେ ସେ ଢେଙ୍କାନାଳର ପୂର୍ବତନ ଶାସକ ଶଙ୍କର ପ୍ରତାପ ମହିନ୍ଦ୍ର ବାହାଦୁରଙ୍କୁ 93,000 ଭୋଟ ବ୍ୟବଧାନରେ ପରାସ୍ତ କରି ଭାରତର ଲୋକସଭାକୁ ଯାଇଥିଲେ। ଏହା ତାଙ୍କର ଲୋକପ୍ରିୟତାର ପରିଚୟ ଦିଏ। 1965 ମସିହା ଏପ୍ରିଲ ମାସରେ ଲୋକସଭାରେ ସ୍ୱରାଷ୍ଟ୍ର ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପ୍ରସଙ୍ଗରେ ପୂର୍ବତନ ରାଜା ମହାରାଜାଙ୍କର ହାତପାଣ୍ଠି ଓ ପ୍ରିଭି ପର୍ସ ଉଚ୍ଛେଦ ପାଇଁ ସେ ଯେଉଁ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଥିଲେ, ତହିଁରୁ କିୟଦଂଶ ହେଲା, If under the Constitution all citizens are equal, it may be desirable to confine the operation of Section 87B to past transactions and not to perpetuate the anomaly of the distinction between the ex-rules and the rest of the citizens. ସେ ସୁପ୍ରିମ୍ କୋର୍ଟର ଏକ ରାୟକୁ ଉଦ୍ଧୃତ କରି ଭାରତୀୟ ପିଙ୍ଗଳ କୋଡ଼ର 87ଟି ଧାରା ପୃଷ୍ଠଭୂମିରେ ଭାରତର ପୂର୍ବ ରାଜନ୍ୟମଣ୍ଡଳୀ ଓ ଅବଶିଷ୍ଟ ନାଗରିକମାନଙ୍କ ମଧ୍ୟରେ ଅର୍ଥନୈତିକ ପ୍ରଭେଦ ରହିବା ଉଚିତ ନୁହେଁ ବୋଲି କହିଥିଲେ। ସୁବିଧା ପାଉଥିବା ଧନପତି ରାଜନ୍ୟମଣ୍ଡଳୀ ଓ ଦେଶର ଅଗଣିତ ଗରିବ ଲୋକେ ସମାଜବାଦର ପରିସର ମଧ୍ୟରେ ଏକାଠି ରହିପାରିବେ ନାହିଁ। ତେଣୁ ରାଜା ମହାରାଜାଙ୍କର ଭତ୍ତା ଉଚ୍ଛେଦ ପାଇଁ ସେ ଦୃଢ଼ ଦାବି ଜଣାଇଥିଲେ। ପରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଉଚ୍ଛେଦ କରିଥିଲେ। ଏବେ ବୈଷ୍ଣବ ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜଣେ ସମ୍ମାନିତ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ। ସମସ୍ତ ଦଳ ସମସ୍ତ ମତର ଊର୍ଦ୍ଧ୍ୱରେ। 87 ବର୍ଷ ବୟସରେ ମଧ୍ୟ ଯୁବ ସୁଲଭ ଉଦାମତା ତାଙ୍କଠାରେ ଦେଖିବାକୁ ମିଳେ। ଏବେ ମଧ୍ୟ ଅନ୍ୟାୟ ଅତ୍ୟାଚାର ସେ ବରଦାସ୍ତ କରିପାରନ୍ତି ନାହିଁ। ଅନ୍ୟାୟ ବିରୋଧରେ ପ୍ରତିବାଦର ସେହି ସ୍ୱର ଏବେ ମଧ୍ୟ କ୍ଷୀଣ ହୋଇଯାଇନାହିଁ। ସ୍ତ୍ରୀ, 2 ପୁଅ ଓ 2 ଝିଅର ସୁଖର ସଂସାରରେ ସେ ମଗ୍ନ। ମଧ୍ୟବିତ୍ତ ସରଳ ଜୀବନ, ଉଚ୍ଚ ଆଦର୍ଶ, ନଭଶ୍ଚୁମ୍ବୀ ସ୍ୱପ୍ନ ଏବେ ମଧ୍ୟ ତାଙ୍କ ଜ୍ୟୋତିର୍ମୟ ନେତ୍ର ଯୁଗଳରେ ପ୍ରତିବିମ୍ବିତ।